ପ୍ରାୟତଃ ଆମେ ସମସ୍ତେ ପ୍ରତିଦିନ କିଛି ନା କିଛି କଥା ଉପରେ କ୍ରୋଧିତ ହୋଇଥାଉ। ଆମେ ଏହାକୁ ନିୟନ୍ତ୍ରଣ କରିପାରିବା, କିନ୍ତୁ କିଛି ଲୋକ ଏହାକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ। ଏହାର ଅନେକ କାରଣ ଅଛି। ଚାପ ମଧ୍ୟ କ୍ରୋଧର କାରଣ ଅଟେ। ଚାପରେ ରହୁଥିବା ଲୋକମାନେ ସହଜରେ କ୍ରୋଧିତ ହୁଅନ୍ତି। କ୍ରୋଧ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏବଂ ଆପଣଙ୍କ ସମ୍ପର୍କ ପାଇଁ ଖରାପ ଅଟେ। ଯଦି ଆପଣ ଆଜି ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ପୁରା ଭିଡ଼ିଓ ଦେଖନ୍ତୁ। ଅତ୍ୟଧିକ କ୍ରୋଧ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ତେଣୁ ଆଜି ମୁଁ ଆପଣଙ୍କୁ କହିବି, ଯେତେବେଳେ ଆପଣ କ୍ରୋଧିତ ହୁଅନ୍ତି ଆପଣ କ'ଣ କରିବା ଉଚିତ। ସମସ୍ତେ କ୍ରୋଧିତ ହୁଅନ୍ତି। ଟିକିଏ ରାଗିଗଲେ ତୁମର ମନ ଶାନ୍ତ ହୋଇଯାଏ। କିନ୍ତୁ ଯେତେବେଳେ ଆପଣ ଛୋଟ ଜିନିଷ ଉପରେ କ୍ରୋଧ କରିବା ଆରମ୍ଭ କରି ପାଟି କରିବା ଆରମ୍ଭ କରନ୍ତି, ସେତେବେଳେ ସମସ୍ୟା ଉପୁଜେ। ଯଦି ତୁମେ ତୁମର କ୍ରୋଧକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁ, ତେବେ ତୁମେ ତଳେ ଦିଆଯାଇଥିବା କୌଣସି ସମାଧାନ ବାଛିପାରିବ। ଯେତେବେଳେ ତୁମେ କ୍ରୋଧିତ ହୁଅ, ସେତେବେଳେ କ'ଣ କରିବ? ନମ୍ବର 1, ସଂଖ୍ୟା ଗଣନା କର। ସଂଖ୍ୟା ଗଣନା କରିବା ଦ୍ୱାରା ତୁମର କ୍ରୋଧକୁ ନିୟନ୍ତ୍ରଣ କରିବାରେ ଏହା ସାହାଯ୍ୟ କରିଥାଏ। 10ରୁ 1 ପର୍ଯ୍ୟନ୍ତ ଓଲଟା ଗଣନା କର। ଏହା ତୁମର ସ୍ୱଭାବ ଏବଂ ଭାଷା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ନମ୍ବର 2, ଚାଲିବାକୁ ଯାଆନ୍ତୁ। ଆପଣ ଟିକିଏ ଚାଲିବା ଦ୍ୱାରା ନିଜ କ୍ରୋଧକୁ ନିୟନ୍ତ୍ରଣ କରିପାରିବେ। ଏଥିପାଇଁ ଚାଲିବା ସମୟରେ ଆପଣଙ୍କର ପାଦ ପ୍ରତି ଧ୍ୟାନ ଦିଅନ୍ତୁ। ଆପଣଙ୍କ ମନକୁ ଶାନ୍ତ କରି କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ଯେତେବେଳେ ବି କେହି କ୍ରୋଧିତ ହୁଅନ୍ତି, ଏକ ଉତ୍ତମ ବିକଳ୍ପ ହେଉଛି ଅଧିକ କଥାବାର୍ତ୍ତା ନ କରି ସେଠାରୁ ଉଠି ଚାଲିଯାଆନ୍ତୁ। ଅନ୍ୟତ୍ର ବୁଲିବା ଆରମ୍ଭ କରନ୍ତୁ। ନମ୍ବର 3, ଧ୍ୟାନ କର। ଧ୍ୟାନ ଅଭ୍ୟାସ କରିବା କ୍ରୋଧକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହି ପ୍ରକାର ଧ୍ୟାନରେ ମସ୍ତିଷ୍କ ମନକୁ ଶାନ୍ତ କରିଥାଏ ଏବଂ ଏହାକୁ ପ୍ରବଳ ସୁଖର ଅବସ୍ଥାରେ ଆଣିଥାଏ। ଏହି ଉପାୟରେ କ୍ରୋଧକୁ କମାଇବା ପାଇଁ ଧ୍ୟାନ କରି କ୍ରୋଧକୁ ନିୟନ୍ତ୍ରଣ କରିବାକୁ ଶିଖିପାରିବେ। ନମ୍ବର 4, ଦୀର୍ଘ ନିଶ୍ୱାସ ନିଅନ୍ତୁ। ବାସ୍ତବରେ ଧୀର ଗଭୀର ନିଶ୍ୱାସ ନେଇ କ୍ରୋଧକୁ ନିୟନ୍ତ୍ରଣ କରାଯାଇପାରିବ। ଏଥିପାଇଁ ଯଦି ଆପଣ ଗଣନା କରିବା ସମୟରେ ଏକ ଗଭୀର ନିଶ୍ୱାସ ନିଅନ୍ତି, ଏହା ଭଲ ହେବ। ଏହା କ୍ରୋଧକୁ ଶାନ୍ତ କରିବାରେ ବହୁତ ସାହାଯ୍ୟ କରିଥାଏ। ନମ୍ବର 5, ସଙ୍ଗୀତ ଶୁଣ। ମିଠା ସଙ୍ଗୀତ କ୍ରୋଧକୁ ହ୍ରାସ କରେ। ମେଲୋଡି ମ୍ୟୁଜିକ୍ ଶୁଣିବା ଦ୍ୱାରା କ୍ରୋଧକୁ ରୋକାଯାଇପାରିବ। ମ୍ୟୁଜିକ୍ ଥେରାପି ମନର ବିକାଶରୁ ନେଗେଟିଭ୍ ଚିନ୍ତାଧାରା ବନ୍ଦ କରିଥାଏ ଏବଂ ମନକୁ ଶାନ୍ତ କରିଥାଏ। ନମ୍ବର 6, ଶାନ୍ତ ରୁହ। କିଛି ନ କହି ଚୁପ୍ ରହିଲେ କ୍ରୋଧ କମିଯାଏ। ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ବିକଳ୍ପ ବ୍ୟବହାର କରି କ୍ରୋଧକୁ ଭଲ ଭାବରେ ନିୟନ୍ତ୍ରଣ କରାଯାଇପାରିବ। କ୍ରୋଧ ଆସିବା ପରେ ନିଜକୁ ଶାନ୍ତ ରଖନ୍ତୁ ଏବଂ କିଛି ସମୟ କଥା କହିବାଠାରୁ ଦୂରେଇ ରୁହନ୍ତୁ। ଏହା ଆପଣଙ୍କୁ ଅନ୍ୟ ଜଣଙ୍କୁ ଶୁଣିବା ଏବଂ ସେମାନଙ୍କର ଦୃଷ୍ଟିକୋଣ ବୁଝିବା ପାଇଁ ସମୟ ଦେବ। ଏହା ସହିତ ଏହା କ୍ରୋଧକୁ ନିୟନ୍ତ୍ରଣ କରେ, ଉତ୍ତମ ଏବଂ ସ୍ପଷ୍ଟ ପ୍ରତିକ୍ରିୟା ଦେବାରେ ସାହାଯ୍ୟ କରେ। ନମ୍ବର 7, ଭଲସେ ବିଶ୍ରାମ ନିଅ। ରାତ୍ରିରେ ଭଲ ନିଦ ପାଇବା କ୍ରୋଧକୁ କମାଇବା ପାଇଁ ଏକ ଭଲ ଉପାୟ। ହୃଦୟ ରୋଗୀଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ଯଦି ଲୋକମାନେ ପର୍ଯ୍ୟାପ୍ତ ନିଦ ନ ପାଆନ୍ତି, ତେବେ କ୍ରୋଧିତ ହୁଅନ୍ତି। ଏହି କାରଣରୁ ନିରାପଦରେ କହିବା ଯେ ପର୍ଯ୍ୟାପ୍ତ ନିଦ ପାଇଁ ଲୋକମାନେ ନିଜ କ୍ରୋଧକୁ ନିୟନ୍ତ୍ରଣ